ସମସ୍ତେ କୁହନ୍ତି ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ ୱେଲ୍ଥ ବିଲ୍ଡ କରେ, କିନ୍ତୁ ସତ୍ୟତା କିଛି ଅଲଗା। ଚାଲନ୍ତୁ ଦେଖିବା। ନର୍ମାଲ SIP ହେଉଛି ସେଭିଙ୍ଗସ୍ ସହିତ ହିଁ ସମାନ। ତେଣୁ ଆପଣମାନେ ଯଦି ଗ୍ରୋଥ ଚାହୁଁଛନ୍ତି, ୱେଲ୍ଥ ବିଲ୍ଡ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କୁ ଷ୍ଟେପ୍ ଅପ୍ SIP କରିବା ନିହାତି ଦରକାର। କାରଣ ସାଲେରୀ ବଢ଼ୁଛି, ଏକ୍ସପେନ୍ସ ବି ବଢ଼ୁଛି, ତାହେଲେ ଫ୍ୟୁଚରର ଫଣ୍ଡିଙ୍ଗ ବି ବଢ଼ିବା ଦରକାର, ରାଇଟ୍? ତ ସେଟା କେମିତି ବଢ଼ିବ? ଆପଣମାନେ SIP ରେ ପ୍ରତିବର୍ଷ ଅଟୋମେଟିକଲି 10% ଇନକ୍ରିଜ କରନ୍ତୁ ଆପଣଙ୍କର SIP ର ଫଣ୍ଡକୁ, ଯୋଉଟାକି ଅଟୋମେଟିକଲି ଆପଣ କରିବେ। ଆଉ ତେଣୁ ସାଲେରୀ ଯଦି ବଢ଼ିବ, SIP ମଧ୍ୟ ଆପଣ ବଢ଼େଇବେ। ଯଦି 20 ବର୍ଷ ରେଗୁଲାର ଡିସିପ୍ଲିନାରୀ ଆପଣ 10% ଷ୍ଟେପ୍ ଅଫ୍ SIP କରୁଛନ୍ତି, ତାହେଲେ ଏଇଟା ଆପଣଙ୍କର ନର୍ମାଲ SIP ଠାରୁ 3x 3 ଗୁଣା ଆପଣମାନଙ୍କୁ ବେଶୀ ରିଟର୍ନ ଦେଇପାରିବ। ଏଇଟା ହିଁ ହେଉଛି ଅଦ୍ଭୁତ କମ୍ପାଉଣ୍ଡିଂର ପାୱାର। ତେଣୁ ନର୍ମାଲ SIP ଭୁଲି ଯାଆନ୍ତୁ। ଷ୍ଟେପ୍ ଅଫ୍ SIP ହେଉଛି ୱେଲ୍ଥର ଟର୍ବୋ ଚାର୍ଜର। ଆଜିଠାରୁ ହିଁ ଷ୍ଟାର୍ଟ କରନ୍ତୁ। ଯଦି ଷ୍ଟାର୍ଟ କରିନାହାନ୍ତି, ଆପଣମାନେ କୋଉ SIP କରୁଛନ୍ତି କମେଣ୍ଟ କରିକି ଜଣାନ୍ତୁ। ଏଇଭଳି ଫାଇନାନ୍ସିଆଲ ହ୍ୟାକ୍ସ ପାଇଁ ମୋ ଚ୍ୟାନେଲ ରୁପି ରହସ୍ୟକୁ ସବସ୍କ୍ରାଇବ କରନ୍ତୁ। ରହୁଛି। ଜୟ ଜଗନ୍ନାଥ।